ଅବତାରର ଅର୍ଥ ହେଉଛି ଅବତୀର୍ଣ୍ଣ ହେବା। ସର୍ବତ୍ର ପରିପୂର୍ଣ୍ଣ ସଚିଦାନନ୍ଦ ଘନ ପରମାତ୍ମା ନିଜର ଅନନ୍ୟ ଭକ୍ତଙ୍କ ଇଚ୍ଛାପୂର୍ତ୍ତି ନିମନ୍ତେ ବିଶେଷ କୃପାପୂର୍ବକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବତାର ଗ୍ରହଣ କରନ୍ତି ଓ ଛୋଟ ରୂପ ଧାରଣ କରନ୍ତି। ଅନ୍ୟ ଲୋକଙ୍କର ପ୍ରଭାବ ବା ମହତ୍ତ୍ୱ ବଡ଼ ହେଲେ ପ୍ରକାଶ ପାଏ, କିନ୍ତୁ ଭଗବାନଙ୍କର ପ୍ରଭାବ ବା ମହତ୍ତ୍ୱ ଛୋଟ ହେବାରେ ପ୍ରକାଶ ପାଇଥାଏ। ଅପାର ଅନନ୍ତ ଅସୀମ ହୋଇଥିଲେ ମଧ୍ୟ ଛୋଟ ରୂପ ଧାରଣ କରିବା ଭଗବାନଙ୍କର ଏକ ବୈଚିତ୍ର୍ୟ। ଭଗବାନ ଅନନ୍ତ ବ୍ରହ୍ମାଣ୍ଡ ଧାରଣ କରିଥିଲେ ମଧ୍ୟ ଗୋଟିଏ ପର୍ବତ ଉଠାଇ ଦେବାରୁ ଗିରିଧାରୀ ନାମରେ ପ୍ରସିଦ୍ଧ ହୋଇଗଲେ। ଯେଉଁ ପରମେଶ୍ୱରଙ୍କ ପ୍ରତିଟି ରୋମରେ ଅନନ୍ତ ବ୍ରହ୍ମାଣ୍ଡ ସ୍ଥିତ, ଗୋଟିଏ ପର୍ବତ ଉଠାଇ ଦେବା ତାଙ୍କ ପକ୍ଷେ କୌଣସି ବଡ଼ କଥା ନୁହେଁ। ଏହା ଅତି ସାମାନ୍ୟ କଥା, କିନ୍ତୁ ସାମାନ୍ୟ କଥାରେ ବି ଭଗବାନ ବଡ଼ ହୋଇଯାଆନ୍ତି। ଏହିଭଳି ଅବତାର ଗ୍ରହଣ କରିବାରେ ହିଁ ଭଗବାନଙ୍କର ବିଶେଷତ୍ୱ ନିହିତ। ସାଧାରଣ ଲୋକେ ଯେଉଁ ସ୍ଥିତିରେ ଅଛନ୍ତି ସେହି ସ୍ତରକୁ ଅବତୀର୍ଣ୍ଣ ହୋଇ ଭଗବାନ ସେହିପରି ଲୀଳା କରନ୍ତି। ସେ ଅତି ଭୋଳା ସ୍ୱଭାବର ସାଧାରଣ ବାଳକ ହୋଇ ଲୀଳା କରନ୍ତି।